ସବୁ ପରେ ବି ଦାନା ପାଣି କଥା କାହାର କୋଉଠି ଲେଖା ହେଇଛି କେହି ଜାଣିନାହାନ୍ତି। ଆଜି ମୁଁ ଅନୁଭବ କରିଛି ଯେ ତୋ ଭିତରେ ସେତିକି ଦକ୍ଷତା ଆସିଲାଣି, ତୁ ଗୋଟେ ପାର୍ଟିର ମେଜର ଭିଲିଆନ ଜାଗା ବି ନା ନା ମୁଁ କହିଛି ସବୁଆଡେ ମୁଁ ଯୋଉଦିନ ଭାଇ ବିଦା କରିଦବ ମୁଁ ପଳେଇବି। ଭାଇ ଯୋଉଠି ଯିବି ଯୋଉଦିନ ଯିବା ଏକାଥରେ ଯାତ୍ରା ଛାଡ଼ିଦେବା ନା ଯୋଉଦିନ ମୁଁ ଯିବି ଯୋଉ ଅଲଗା ପାର୍ଟିକି ତୁ ଯାହା ପାରିବୁ ସେଇଟା ଅନୁଷ୍ଠାନ ଭଲ ହେଇଥିବ ମୁଁ ସେଠି ପଳେଇବି। ଏବେ ବି ପାରିବୁ? ହଁ ଆଉ ପାରିବୁନୁ ତୋ ପାଟେ କଣ ଆଜି ଆଉ କିଏ ନା ସେଇ କଥା ଚାଲିଛି ଖୁସିର ଗୋଟେ ବିନ୍ଦାସ ଆମ ଭଣ୍ଡି ନା ଗୋଟେ ଭଲ ଲୋକ ବହୁତ କଥା କହିବେ କୁହନ୍ତୁ, ଯାହା ବି ଗୋଟେ ହିରୋ ଦରକାର କାନ୍ଧଟା ମଜବୁତ ହବା ପାଇଁ କିଛି ଦିନ ସମୟ ଲାଗେ ଏବଂ ଏହା ଭିତରେ ସେ ତା କାନ୍ଧ ମଜବୁତ କରି ସାରିଛି। ଆଉ ସବୁବେଳେ ହିରୋ ଗୋଟେ ଭିଲିଆନ ଦରକାର। ଆଉ କାହିଁ ଆସିକି କରିବି ଆମ କାହିଁ ନବୁ ନା ହିରୋ ବି କରିବୁ ଭିଲିଆନ ବି କରିବୁ। ଏବେ ହିରୋ ବି କରିବି ଭିଲିଆନ କରିବି ଖୁବ ଶୀଘ୍ର ଚାଲିଛି। ମୁଁ ଟିକେ ଫିଲ୍ ଦେଇକି ସେଇଟା କଥା କହୁଛି। ହଁ କହୁଛି ହିରୋ ବି କରିବୁ ଭିଲିଆନ ବି କରିବୁ, ଖାଲି ଭିଲିଆନ କାହିଁ କରିବୁ? ହଁ ଏସବୁ ଘଟଣା ଚାଲିଛି ଆଉ ଚାଲିଛି। ମୋ ମନରେ ବି ସେମିତି ଗୋଟେ ଧାରଣା ଥିଲା ଯେ ମୁଁ ହିରୋ କରିପାରିବିନି, ନା ସତ କିନ୍ତୁ କଥା କରୁଛି ନା ମୁଁ ମା କହିଲି ସମସ୍ତଙ୍କୁ ଭଲ ନ କରି ପାରିଲେ ବି କରୁଛି। ମୁଁ କହିଛି ନା ଭଲ ନୁହେଁ, ମୁଁ ସମସ୍ତଙ୍କୁ କହିଛି। ଯୋଉ ଲୋକ କୁହନ୍ତି ଗୋଟେ କହୁଛନ୍ତି ଯୋଉ ଭାଇରାଲ ବର୍ଷେ ପାଇଁ 3 ମାସ ପାଇଁ ଗୋଟେ ଘଟଣା ଯାହା ହୁଏ, ନବୀନ ପଟ୍ଟନାୟକ କିଛି କାମ କରୁନଥିଲେ 25 ବର୍ଷ ଲୋକ ଭଲ ପାଉଥିଲେ। ସେ ଗୋଟେ ଅଛି ଗୋଟେ ଛାପ ଅଛି। ଆଉ ସେଇଭଳିଆ ଏଡା ନାଟକ ମୁଁ ନିଜେ ଫିଲ୍ କରିଛି। ମୁଁ ନିଜେ ଦେଖିଛି ପାଟ ମୁଁ ଆସି ଛପିକି ସେ ମା ଆସିନି ବାପା ଆସିନି ଗଳିକି ଦେଖୁଥିଲି। ମୁଁ ରିଏଲସେଲ ଏତେ ଟାଇମ ଦେଉନଥିଲି, ବୁଲାବୁଲି ଲାପଡା କରେ। ଫାଇନାଲ ଦିନ ମୁଁ ଦେଖିଛି, ତାପରେ ସିନ୍ ଗୁଡା ସବୁ ପିଲା ରେକର୍ଡିଂ କରି ମତେ ପଠେଇଲେ ମୁଁ ଦେଖିଛି। ଯିଏ ଦେଖିବ ଆସି ଜାଣିବ ଯାତ୍ରା ମାନେ କଣ। ଆଗରୁ ଲୋକ ଚାହୁଁଛନ୍ତି କାନ୍ଦିକି ଗଡିଯିବା ଇଏ କରିବା ସେ କରିବା, ଆମର ଗୋଟେ ନୂଆ ଷ୍ଟାଇଲ କରୁ। ଆମର ଟିକେ ଆର୍ଟିଫିସିଆଲ କଥାବାର୍ତ୍ତା ହୁଏନି। ଆମେ ସବୁ ସେ ଭାଇ ଆମକୁ ଆଇଲ ଯେମିତି ଫିଲ୍ମ ସିରିଏଲ କଥାବାର୍ତ୍ତା କରି ଆମେ ସେମିତି କଥାବାର୍ତ୍ତା କରିବାକୁ ଚେଷ୍ଟା କରୁ। ଯେହେତୁ ସାଉଣ୍ଡ ଭଲ ହେଇଗଲାଣି ଆମ ପାଖରେ, ଭଲ ଇଏ ଅଛି, ସେଇଥିପାଇଁ ଆମର ସେ ଯୋଉ ମାନେ ପୁରା ଯାତ୍ରା ନୁହେଁ, ଯାତ୍ରା ଫିଲ୍ମ ମିଶିକି କରାହଉଛି। ଅବିକା ଟିକେ ପୋଡକାଷ୍ଟ ଇଆଡେ ବୁଲେଇଦବା। ଆମେ ତ ତୁଳସୀରେ 2 ବର୍ଷ ଚଳିଲେ, ତାପରେ ସୂର୍ଯ୍ୟ ମନ୍ଦିର ଆସିଲେ। ଆମ ସାଙ୍ଗରେ ଛୁଳିକି ଆପଣଙ୍କୁ କେମିତି ଲାଗୁଛି? ନାଇଁ ମୁଁ ପ୍ରଥମ କଥା କହୁଛି ଭାଇ ଯେମିତି ସେ କହିଲା, ବର୍ତ୍ତମାନ କହିବେ ଯାଜପୁର ପଟରୁ ସୁଭାଶିଷ। ପ୍ରଥମେ ଯେତେବେଳେ ଭାଇ ସହିତ ଦେଖା ହେଲା, ଡଲାର ତ ଏଇଠି ଅଛି। ମୁଁ ଯେମିତି ସିଏ ଯାଇଥିଲା ଦେଖିବା ପାଇଁ, ମୁଁ ସେମିତି ଯାଇଥିଲି ସେତେବେଳେ ହଉଥିଲା କେନ୍ଦ୍ରାପଡା ଭବନ। ଆଉ ଗୋଟେ ନାଗା ଗୋଟେ ବାନ୍ଧୁଥିଲ ଇଏ ମାଇଚିଆ ଗୋଖି ସବୁ ଭାଇ, ଏମିତି ଗୋଟେ କଡି ଗୋଟେ ନାଗ ହେଇଥିବ ଏଇନେ ବାନ୍ଧିଥିବ ସବୁ ବଳା, ଏତେ ବଳା ପିନ୍ଧିଥିବ। ମୁଁ ରୁଦ୍ରାଇଙ୍କ ସହିତ ଯାଇଥିଲି। ରୁଦ୍ରାଇ ମୁଁ ଯାଇକି ଦେଖା ହେଇଥିଲି। ତାପରେ ଆଉ ଥରେ ଆମ ଗାଁ ପାଖରେ ଗୋଟେ ପ୍ରୋଗ୍ରାମ ହେଇଥିଲା, କାନାଇ ଭାଇ ଗିରିଆ ସବୁ ଆସିଥିଲେ, ସେଠି ଦେଖା ହେଇଥିଲା। ମୁଁ ସେଥିରେ କହିଥିଲି ତପସ୍ୟାରେ ଶିଖୁଥିଲି, କିନ୍ତୁ ଜାଣିନଥିଲି ଯେ ସାଙ୍ଗ ହେଇକି କେବେ କାମ କରିବି। ଯେତେବେଳେ ମୁଁ ବଙ୍କିମ ସାର୍ 2 ଥର 3 ଥର କଥା ହେଇଥିଲେ ମତେ ଯିବି ବୋଲି, କିନ୍ତୁ ଯାଇପାରୁନଥିଲି। ସେଇ ଟାଇମରେ ଫାଇନାଲ ହେଇଥିଲା ମୁଁ ଯିବି, କିନ୍ତୁ ଜାଣିନଥିଲି ଯେ ଭାଇ ଆସିବେ। କହିଥିଲେ ସୂର୍ଯ୍ୟ ମନ୍ଦିରରେ ତୁ ରହିବୁ, କିଏ କଳାକାର କେହି କହିନଥିଲେ। ତା 2-3 ମାସ ପରେ ଭାଇ ରହିବେ ବୋଲି ସାର୍ କହିଲେ, ନା ପିୟୁଷ ଗରିଆ ସମସ୍ତେ ଆସିବେ। ଆଉ ଭଲ କଥା, ଭାଇଙ୍କ ସହିତ କାମ କରିବା ସୁଯୋଗ ମିଳିବ। ତାପରେ ଭାଇ ଥରେ ମତେ ଫୋନ କଲେ, ତାଙ୍କ ନିଜ ତରଫରୁ ଫୋନ କଲେ, ନା ଯେ ସୁଟିଂ ଯଦି ହବ ଟିକେ ଟାଇମ ଦବ ବାବା। ମୁଁ ନିଶ୍ଚୟ ଦେବି, ମୁଁ ତ ଫ୍ରି ଅଛି, ନିଶ୍ଚୟ ଦେବି। ତାପରେ ଯାଇକି ରହିଲୁ ନାଟକ। ବିଶାଳ ମତେ ପଚାରୁଛି ବବୁଲ ଏଇଟା ଭଲ ପିଲାଟି, ବବୁଲ ଏଇଟା ଭଲ ପିଲା, ସେ ବବୁଲ ଭଲ ପିଲାଟି କଣ କି ଆମ ସହିତ ମିଶିବୁଟି, ଆମେ ସାଇଜ କରିଦବା। ମତେ କହିଛି ଥର ଯଦି ନମସ୍ତେ ମାର୍ଥନ ମତେ 10 ପଚାରିଛି ଭାଇ ବବୁଲ ସହିତ ମିଶିଛ? ମୁଁ ନା କଥା ହେଇଛ, ଭଲ ପିଲାଟି ମିଶିବୁ ନା ଦେଖିଲା ମତେ ଦେଖିଲି ସେ ଆମର ମିଶିବ। ହଁ ମିଶିବ, ସାଇଜ କରିଦବା। ଆଉ ଗୋଟେ କ୍ଷିତି ସାହି କଥା କହୁଛି, ଏଟା ଭାଇ କଥା ଦେଖିଥିଲି, ଜାଣିଥିଲି। ବାକି ଟିଟନ ସାର୍ଙ୍କୁ ପଚାରିଲି, ସାର୍ ବବୁଲ ଅଛି ନା? ତାପରେ ତ ରହିଲୁ, ଯେହେତୁ ମନ ପ୍ରଥମେ ମିଶିବା ଦରକାର। ମୁଁ ତାଙ୍କୁ ସେତିକି ସମ୍ମାନ ଦେଲେ ସେ ମତେ ସେତିକି ସ୍ନେହ କରିବେ। ଯଦି ମୁଁ ତାଙ୍କ ମନରେ ସମ୍ମାନ ଦେବିନି, ସେ କାହିଁ ମତେ ସ୍ନେହ କରିବେ? ସେଇଟା ମୁଖ୍ୟ କଥା। ତାପରେ କ୍ଷିତି ଭାଇ ସହିତ କଥା ଗଲା, କ୍ଷିତି ସେଇ କଥା କହୁଛି। ଯେତେବେଳେ ମୁଁ ତପସ୍ୟା ପ୍ରଥମ ମୁଁ ଥିଲି ତପସ୍ୟାରେ, ତାପରେ ଆସିଲି ଇଷ୍ଟର୍ଣ୍ଣ ରେଡରେ ଟାଇଙ୍କ ଦ୍ୱାରା ରହିଲି। କିନ୍ତୁ କ୍ଷିତି ସାହି ସେଇ ବର୍ଷ ଯାଇଥିଲା ତପସ୍ୟା, କିଛି ଦିନ ପାଇଁ ଯାଇଛି। ମୁଁ ଇଷ୍ଟର୍ଣ୍ଣ ରେଡରେ ଯାଇକି ସେତେବେଳେ ପାର୍ଟ କଲିଣି, ଇଏ ଯାଇଥିଲା ବୁଲିବାକୁ। କ୍ଷିତି ସାହି, ସନ୍ଦୀପ ଭାଇ, ଏମିତି 2-3 ଜଣ ସବୁ ନା ଭାଇ ତମେ ତପସ୍ୟାରେ ଥିଲ? ମୁଁ ହଁ ତପସ୍ୟାରେ ଥିଲି। ସିଏ ମତେ ଜୁହାର, ମୁଁ ନା ମୁଁ ସାନ ବି, ମୁଁ ସେତେବେଳେ ହେଇଥିଲା ମତେ 18 ବର୍ଷ ହେଇଥିଲା। ମୁଁ ଜୁହାର ନା ଭାଇ ତମ ବଡ ମୁଁ ତା ପୂର୍ବ ବର୍ଷ ହେଇଥିଲି। ସେଇଠୁ ତାପରେ ସେ ଇନଷ୍ଟାଗ୍ରାମରେ ମେସେଜ କରେ, ଆଉ ଭାଇ କେମିତି ଅଛନ୍ତି ଭାଇ, ଭାଇ କେମିତି ଆପଣଙ୍କ ଦରମା କେତେ, କେମିତି ଅଛନ୍ତି?
ସେତେବେଳେ ଦରମା ମୋର 70,000 ଟଙ୍କା ମାନେ ବର୍ଷକୁ 70,000। ମତେ ଫୋନ ଯାତ୍ରା ମୁଁ ଜମା କହୁଛି ଯାତ୍ରା ଦରମା କଥା କାହିଁକି ନା ଦରମା ଏଇଥିପାଇଁ କୁହାଯାଏନି ଯଦି ମୁଁ ଯଦି କହିବି 70,000 ସିଏ କହିବେ ଏତେ କମ ଦରମା ପାଉଛନ୍ତି। ଯଦି ମୁଁ ସେଇଟା ଅଧିକ କହିବି ମିଛ କଥା କହୁଛନ୍ତି ଦରକାର ନାହିଁ କିଛି ଦରମା କଥା ସିନା କହିନି ସେତେବେଳେ ଭାଇ ଆପଣ ତମେ ଏମିତି ଡାକୁଥିଲା। ତାପରେ ଯେତେବେଳେ ସୂର୍ଯ୍ୟ ମନ୍ଦିର ଗଲା ନା ସୂର୍ଯ୍ୟ ମନ୍ଦିର ଯେତେବେଳେ ଗଲା ସେତେବେଳେ ଫୋନ କରନ୍ତି ଭାଇ ଯେ ଦେଖ ମୁଁ ଜିମ୍ କରୁଛି ଇଏ କରୁଛି କୋରୋନାରେ ଜିମ୍ କରୁଛି ଏମିତି ପ୍ରିପେୟାର ହଉଛି ଏମିତି କଥା ହଉଥିଲା। ତାପରେ ତୁଳସୀ ଗଲା ଆଉ ତୁଳସୀରେ ଯେତେବେଳେ ନାଁ ହେଲା ଥରେ ତାର ଏମିତି କଣ ଜନ୍ମଦିନ ଗୋଟେ ଫଟୋ ଆଇଲା ମୁଁ ସେଇଠୁ ମେସେଜ ଯୋଉ ମେସେଞ୍ଜରରେ ମେସେଜ କଲି ହାପି ବର୍ଥଡେ ଭାଇ ଭଲ ଅଛ ଆଉ ଦେଖିଲାନି କି ଆଉ କଥା ହେଇନଥିଲି। ତାପରେ ସୂର୍ଯ୍ୟ ମନ୍ଦିର ହଁ ସୂର୍ଯ୍ୟ ମନ୍ଦିର ଆଇଲା ତାପରେ କଥା ହେଲା ମିଶିଲୁ। ସିଏ ଯେତେବେଳେ ଭାଇ କହିଲା ପିଙ୍କି ଶୁଣିଲେ ପିଙ୍କି ବାହା ମୋ ପ୍ରବଳ ଲାଗିଥିଲା ମୋ ଛୁଆଟା ଆସୁଛି ଭାଇ କହିଲା ଯାତ୍ରାରୁ ଭାଇ ଏଟା ଭଲ ପିଲା ସତ କଥା ମୁଁ ରାଗିଥିବି ଆମେ କଥା ହଉ ଟିଟନ ସାରେ ଆମେ ତୋ କଥା ହବୁ ସାର୍ ବବୁଲଟା କଣ ବାହା କହିଲା ଆସୁଛୁ ସେଟା ଭଲ ପିଲାଟା ଆସୁଛୁ କଣ ଯାତ୍ରା ବାହା ତାଙ୍କ ଘର ରାଜି ହେଇଛୁ ଭଲ ପିଲାଟା ନାଇଁ ଆମ ଘରେ କହିଲେ ବାହା ଯିବାକୁ ସେଥିପାଇଁ ଘର ଯୋଉ ହାଣ୍ଡରେ ଯୋଉ ଚାଉଳ ପଡିଥିବ ଯେବେ ପଡିଥିବ ସେବେ ହିଁ ରନ୍ଧା। ଆଉ ଯୋଉ ଏଇ ଗୋଟେ ଏଡା ନାଟକରେ ବଢିଆ ଡାଇଲଗ ଗୋଟେ ଅଛି କ୍ଷିତି ସାହି ବି ତା ଏଥିରେ କହିଛି ଚାଟିଂ ଯିଏ ଯେତେ ଚାଟିଂ ଖର୍ଚ୍ଚ କର ଯିଏ ଯେତେ ସେଟିଂ ଡେଟିଂ ଖର୍ଚ୍ଚ କର କିନ୍ତୁ ସେଟିଂ ଉପର ବାଲା ହିଁ करता है। ଠିକ କଥା ଚାଲିଛି ଆଉ ନିଶ୍ଚୟ ମଜା ମସ୍ତି ଗୋଟେ ଚାଲିଛି ଆମର ସବୁବେଳେ ଆମେ ବିନ୍ଦାସ ଆମ ପେଣ୍ଟିଂ ଗୋଟେ ଘୋଘା ଆଉ ତେଣୁ ଏ ଦି ଜଣ ଏ ପାଟିରେ ସେଟିଂ ମୁଁ ଚନ୍ଦନ ସେଠି କଟିଂ ହେଇଯାଇଛି। ନାଇଁ ସମସ୍ତେ ଭଲ ଅଛି କିଛି ନାହିଁ ଘୋଘା ଆଉ ଗୋଟେ ମଜା କଥା ଶୁଣ ପାଟି ପଡିଥାଏ ସେ ଯୋଉ କୋଉ ଟାଇମରେ ଆସିଲୁ ଯୋଉ ତୁ କହିଲୁ ଯେ ମୁଁ ସେ ରୁମରେ ରହିବିନି ଦେବଗଡରେ ପାଟି ପଡିଛି ସେଠି ଆସିଲା ଦେବଗଡ ଏଠି ନା ଅନୁଗୁଳ ସେ ଯୋଉ ନା ନା ଦେବଗଡ ପାଖରେ ସେଠୁ ମୁଁ ଗାଡି ନେଇକି ଫେରୁଛି ରାସ୍ତାରେ ମତେ ଫୋନ କଲା ମୁଁ ଏ ରୁମରେ ରହିବିନି ମତେ ଅସୁବିଧା ହଉଛି ଆସେ କହିଲେ ସେମିତି ହନା କଣ ହେଇଛି ଦାଦା ବୁଝେଇବା ଯେ ତୁ ଆ ତୁ ବେଡିଂ ନେଇକି ଆ ମୋ ରୁମରେ ରହିଲୁ ତାଙ୍କ ସେଇ ଦିନଠୁ ସେ ମୋ ସାଙ୍ଗେ ରହିଲା ମୋ ଗାଡିରେ ଗଲା ସବୁ ଚାଲିଲା କିନ୍ତୁ ମନ ଭିତରେ ଭୟ ଛାଡିନି ବାବୁ କୋର୍ଟ ମ୍ୟାରେଜ କରିବେ କୋର୍ଟ ମ୍ୟାରେଜ କରିବାକୁ ସେ ଯିବ ସେ ମତେ କହିପାରୁନି ଯେ ମୁଁ କୋର୍ଟ ମ୍ୟାରେଜ କରିବା ପାଇଁ ଯାଉଛି ଭାଇ ଶୋଇଲା ପରେ ଗଲା ମୁଁ ଶୋଇଲି ସିଏ ଲୁଚିକି ଗଲା ଯୋଉ ପିଲା ସାଙ୍ଗରେ ଗଲା ସିଏ ବି ମତେ ଡରିକି କହିପାରୁନାହାନ୍ତି ସିଏ ମତେ କହିଲା ବେଳକୁ ସେତେବେଳକୁ ମାସେ ହେଇଗଲାଣି ମାସେ ହେଇଗଲା ମୁଁ ପରେ ଜାଣିଲି ସେଠୁ 15 ଦିନ କି ମାସେ ପରେ ସେଠୁ ମୋ ତରଫରୁ ପଚାରିଲି ମୁଁ କହିଲି ତୁ କୋର୍ଟ ମ୍ୟାରେଜ କରିଛୁ କି କାହିଁ ନାଇଁ ତ କିଏ କହିଲା ମତେ ଗାଲୁ ପେଲିଲା ଆଉ ମତେ ଧୀରେ ଧୀରେ ହଁ ଇଏ କହିଲା ଶୋଭିନ କହିଲା ବିଶାଳ କଥା ମୁଁ କହିଦେଇଥିଲି ବିଶାଳ କଥା କହିଦେଇଥିଲି ମତେ ପ୍ରଥମେ ଦିଥର ଖଣ୍ଡେ ଗାଲୁ ପେଲିଲା ମୁଁ କହିଲି ଏଇ ତୁ ଯାଇଛୁ ଏଇ ପିଲା ସାଙ୍ଗରେ ଯାଇନୁ ତମେ ଇଏ ସବୁ ମିଶିକି ଯାଇନ ସେଟା ମୁଁ ଆଉ କହିନି ଆଉ ହଁ ମାନେ ମୁଁ ଶୋଇକି ଉଠିବା ଭିତରେ ସେ କାମ ସାରିକି ଫେରିବ ସେ ଯୋଉ ରଫତାରରେ ଯାଇଛି ସେ କହିଲା ମୁଁ ଭାଇ ମତେ ମନା କରୁଥିଲା ଜମା ସେ କଣ ଜାଣିନଥିଲା ନା କାଳେ କଣ ହବ ଭବିଷ୍ୟତ ଛୁଆ ଡିସିଜନ କହିଲେ ନୂଆ ହେଇଛି ଅବିକା କୋର୍ଟ ମ୍ୟାରେଜ କରିବ ତାପରେ ବାହା ହେଇଯିବ କର୍ମ ପ୍ରତି ତାର ମତେ କହୁଥିଲା ମତେ କହୁଥିଲା କାହିଁ ବାହା କରୁଛ ଭାଇ କ୍ଷେତ୍ର କହିବି ମାନେ ଆଉ ଛାଡିବନି ମତେ ମୁଁ କହିଲି ମୁଁ ତା ସେତେବେଳକୁ ତା ଦେହରେ ଗୋଟେ ସ୍ପିରିଟ ଥାଏ ଏବେ ବି ସ୍ପିରିଟ ଅଛି ସେତେବେଳେ ଯୋଉ ନୂଆ ନୂଆ ସବୁବେଳେ ହସୁଥବ ବୁଲୁଥବ କୋଉଠି ବସିବ ହଉଥାଉ ମତେ ଭଲ ଲାଗେ କଣ ହଠାତ୍ ଗଲା କୋର୍ଟ ମ୍ୟାରେଜ କଲା କଣ ହେଲା କିଏ ସେ ଝିଅ କଣ ଥରେ ଦେଖିଛି ଚଣ୍ଡିଗଡ଼ ତାଙ୍କ ମମି ଆଉ ଥରେ ହଁ ତାପରେ ଜାଣିଲି ସବୁ ଭଲ ପିଲା ଓକେ ଭଙ୍ଗା ହେଲା ଆଉ ଚାଲିଲା ଆଉ ଯୋଉଦିନ ଜାଣିଦେଲି ସେ କୋର୍ଟ ମ୍ୟାରେଜ କରିଛି ତାପରେ ସେ ମାନିଗଲା ସେଇଦିନଠୁ ଡର ଛାଡିଦେଲା ସେଇଦିନ ଡର ଛାଡିଦେଲି ଆଉ ମୁଁ ଏଇଠୁ ଜାଣିଲି ତାପରେ ଦେଖା ହେଲା ମମି ଆସିଲା ମମି ଅତି କ୍ଲୋଜ ହେଇଗଲା ସହିତ ମିଶିଲା ତାପରେ ଗୋଟେ ଚାଲିଲା ପଡନ ଖିଆ ହେଲା ବହେ ଘୋଗା ଚାଲିଲା କୋଲେଷ୍ଟ୍ରୋଲ ବଢେଇଦେଲା ଦୁନିଆ କାହାଣୀ ଅଛି ଆମ ରୁମ ପୁରା ଗୋଟେ ଅଲଗା ପ୍ରକାର ହଁ ସେ ରୁମ ପୁରା ଗୋଟେ ଦିନେ କ୍ଷିତି ସାହି ମୁଁ ଆଉ ଭାଇ ଏମିତି ମରାମରି ହେଲୁ ମାନେ ଲାଗିଲୁ
ଜଣଙ୍କ ଲାଟିନ କବାଟ ହୁଗୁଳି ପଳେଇଲା ପୁରା କବାଟ ପଳେଇଲା। ଆଉ ଥରେ ଗୋଟେ ଗାମୁଛା ଏମିତି ଫଟେଇଦେଲେ ଗାମୁଛା ମୋ ମୁଣ୍ଡ ଭିତରେ କହିଲା ମୋ ବ୍ରତ ଘର ଗାମୁଛା ତମେ ଚିରି ଦେଲ। ମୋ ବେଳ ଖରାପ ପଡିଛି ମୁଁ କଣ ମାନେ କରିବି ଆମେ ସେତେବେଳକୁ ସେଇଠି ପୁରା ଏମିତି ଲାଗୁତା ଗଲି ଚିପେଇଥିବୁ। ଆମର ଖରା ଅଛି ନା କୁତୁରି ଖେଳେ ଆମର ଦେଇ କୁତୁରି ଖେଳେ ଲକା ପଡିଛି ଗାମୁଛା ସେପଟେ ସିଏ ଧରିଛି ଏପଟେ ମୁଁ ମୁଁ ଧରିଛି ବେକଟା ବସିଗଲା ମଝିରେ ବେକ। ଆଉ ଗୋଟେ ଲାଟିନ ଘର ଭିତରେ ପଶିଗଲା ତା ବାଡିରେ କବାଟକୁ ଏମିତି ପେଳିଦେଲା କିଛି ସେ ପୁରା ତାର ଲାଟିନ କବାଟ ଆଉ ଗୋଟେ ଇଣ୍ଟରେଷ୍ଟିଂ କଥା ତାରା ତାରିଣୀ ଆମର ଅଧା ରାତିରେ ସାଥି ଫାଇନାଲ ହଉଥାଏ ଫାଇନାଲ କଥା ପୂର୍ବ ଚିକିଟି ନା ଚିକିଟିର ଫାଇନାଲ ହଉଥାଏ ତମର ପଡିଥିଲା ବାଳକୁମାରୀ ଚିକିଟି ବାଳକୁମାର ପଡିଥାଏ ତା ପୂର୍ବ ଦିନ ହଉଛି ତୋ ପ୍ରେମ ସବୁଠୁ ନିଆରା ୟା ସେକେଣ୍ଡ ଥର ଯୋଉ ବଞ୍ଚି ଯାଇ ୟାଟା କହିଛି ମୋର ଏଥିରେ ରକା ପ୍ରବଳ ପଛେ ମୋର ଭାଇ କହିକି ଷ୍ଟେଜର ପୁରା ପଡି ମୁଁ ପଛପଟେ ବଇଛି ମୁଁ ମୋର ରେଡି ହଉଛି ବୋଲେ ଆର ତ ଡାଇଲଗ ଭିତରେ ଭାଇ ନଥିଲା କଣ ଭାଇ ଡାକିଲା ମୁଁ ଉଠିକି ଦେଖିଲା ବେଳକୁ ଇଏ ପଡିଛି ହାତ ଟେକିଛି। ଦୁଟି ସବୁ ସଇଲା ତାକୁ ମେଡିକାଲ ନେଇଗଲୁ Sorry. ମେଡିକାଲ କୁ ନେଇ ସକାଳୁ କୋଉଠି ମେଡିକାଲ ଖୋଲା ନାହିଁ ମାନେ ରାତି ଯାକ ଯେମିତି ଯେମିତି ପାଠ ହେଲା ସବୁଠୁ ଇଣ୍ଟରେଷ୍ଟିଂ ମୋ ସ୍କର୍ପିଓ ଗାଡି ସେ ମଝି ସିଟ ରେ ଶୋଇବ ଏଡେ ବଡ ମଣିଷ ମଝି ସିଟ ରେ ଜାଗା କୋଉଠୁ ହଉଛି। ମାନେ ଡାକ୍ତର ଆସିବା ପର୍ଯ୍ୟନ୍ତ ଅପେକ୍ଷା କଲୁ ସକାଳ 6ଟାରୁ ମେଡିକାଲ ଦୁଆର ପାଇଁ ବସିଲୁ 11ଟା ନା ସେ 12ଟା ହେଲା। ବନ୍ଦ ତାପରେ ଅଚାନକ କହିଲା ମୋ ବେକ ରଖା ଫିଟିଗଲା ଡାକ୍ତର ଆସିନଥିଲେ ସେ ମେଡିକାଲ ଗଭର୍ଣ୍ଣମେଣ୍ଟ ମେଡିକାଲ ସେ ଗୋଟେ ଏମିତି ଆମର ଯେ ଟିକେ ଯୋଉ ସେ ଜମା ଧୈର୍ଯ୍ୟ ନାହିଁ ହଁ। ମାନେ ଧୈର୍ଯ୍ୟଟି ନାହିଁ ଅଧୈର୍ଯ୍ୟ ପିଲା ଜ୍ୱର ଟିକେ ହେଇଛି ନା ଓ ବୋଲ ମରିଛି ସରିଗଲା ତା ପାଠ ଫୁଲର ତିଆରି ତ ଲାଷ୍ଟ କୋଳ ପଛ ପଛ ଛୁଆଟି ମୁଁ ସେ ବେଶୀ ଆହୁରି ଗେଲା କରିଦେଲା ମମି ସେ ମାଛି ବସେଇ ଦେଲା ସେଇଥିପାଇଁ ବେଶୀ ଗେଲା ଶୁଣୁଥିବ ବା ଖାଇଦବ ବୋଧେ ମୁଁ ତ ଠିକ କରୁଛି ଆରେ ଚାଲିଛି ଆଉ ଆମର ମମି ଆଇ ମିସ୍ ୟୁ ଏକୁଟିରେ ତମେ ନା ପାଗାର 3 ଦିନ ଦେଖା ହବ ମୀନା ଦେବୀ ପାଗାର ତାନାର ଗୀତଟା ହବା କଥା ହେଇପାରିଲାନି ହେଇପାରୁନି। ନା ହବ ପାଗାର ଆସିବ 3 ଦିନିଆ କହିସାରିଲେଣି 3 ଦିନିଆ ଆସିବ